मो प्रभु कर एई कथा को जे लिखिथिले से होछंती महापुरुष अच्युत दास। चंडी चमन जे संगे गोड़ाइबे गह गह नाते हेबो मोह जन्म भूमि महुरा ग्राम त्रिविंशरे उइथिबो। हरि हरि बोली शब्द फेरिबो कंपी जीव चारि द्वार पंचसखा झई गड़ बांधी थिबे चंद्र सूर्य गोचर। सुनिबा एई उक्तिर कथा को नै आजिर ए जो चंडी महायज्ञ एठारे होछि विश्वरूपा शाक्त महायज्ञ रो विषय रे प्रमोद भाई ठारू दुई पद कथा। केशव कृपा सागर भक्त बंधु जगतपते अद्वैत गोपीकांत गुरुस्वामी नमस्तुते। नभ निरध श्यामांग भक्त प्रिय सदा हरि स्वयंभू चरम पाद मुक्ति मोक्ष प्रदायक। सर्वप्रथमे से अव्यक्त मंडलाधिपति सर्वप्रथमे से अव्यक्त मंडलाधिपति पूर्ण परम ब्रह्म परमेश्वर जगन्निवास जगदीश्वर ए सृष्टि स्रष्टा प्रभुपाद श्री 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 गुरुस्वामी अभय शंकर विरंची वांछित पदकमल ए मूर्ख अधम जड़ पामर मानसिक भाव में साष्टांग प्रणिपात। तत्पर ए विश्वरूपा शाक्त महायज्ञ विश्वभातृत्व दिव्यात्मा परिषद अच्युत गुप्त ब्रह्म संघ क्षितिज्योति आश्रम स्वर्णक्षेत्र महांगा कटक नालको केन्द्र आनुकूल्य आज तार चतुर्थ दिवस आज महाजागतिक सतसंग महामंच को परिचालना करुवा मोर सम्मान्य बड़ भाई परिचालक गौरांग भाई तत्पर ए यज्ञ कार्य संयुक्त होगापी स्वर्णक्षेत्र महांगारू धाई आसी समस्त निर्वाही कर्मकर्ता वृंद तत्पर ओडिशार समस्त जिला संगठन केंद्र संगठन शाखा संगठन समस्त निर्वाही कर्मकर्ता वृंद समस्त गुरुभ्राता भगिनी वृंद एवं आज ये महाजागतिक कार्यक्रम गुंडुची मूषा भली सेवा करुवा मोर संगीत मंडली वाद्य मंडली एवं पूजक मंडली तथा ए आसर उपविष्ट थिबा समस्त सदात्मा दिव्यात्मा चिदात्मा ब्रह्म जिज्ञासु ईश्वरभिमुखी सत्संग प्रेमी आत्माराम समस्त गुरु गुरुजन ए अंचलवासी ए विश्ववासी समस्त को भगवान कर अमृतमय सृष्टि कीट ठारू ब्रह्म पर्यंत समस्त को मोर गुरु ज्ञान रे सप्रेम सश्रद्ध गुरुस्वामी प्रणाम। हे साधुमंडली विष्णु चरित कहवा बखाणी कह पिंपुड़ी पराक्रम की गिरी टेका हब भगवान कर अनंत माधुर्यमय सृष्टिर सामान्य पिंपुड़ीटे जदि आस्पर्धा करे तार पृष्ठदास देश पर्वत को बोही नेबा पाई से जमिति लोक समाज रे हास्यास्पदर पात्र हब निंदितर पात्र हब ठीक से भली ए मंच रे बसी जो प्रभु अनंत अविनाशी
ଯିଏ ଅନନ୍ତ ଅସୀମ ଅଣାକାର ନିର୍ଲିପ୍ତ ନିର୍ବିକଳ୍ପ ସେ ଭଗବାନଙ୍କର ମହିମାରାଜିକୁ ଗାନ କରିବା ପାଇଁ ତାଙ୍କରି କଥାବସ୍ତୁକୁ ବଖାଣିବା ପାଇଁ ଆମେ ଯଦି ଏ ମଞ୍ଚରେ ମଞ୍ଚାସୀନ ହେବା ଠିକ୍ ସେ ପିମ୍ପୁଡ଼ି ଭଳି ହାସ୍ୟାସ୍ପଦର ପାତ୍ର ହେବା ଛଡ଼ା ଅନ୍ୟଥା କିଛି ନୁହେଁ। ହେ ସଜ୍ଜନ ମଣ୍ଡଳୀ, ଏ ଅଧମ ପ୍ରଥମରୁ କହି ରଖୁଛି, ଏ ଅଧମ କୌଣସି ପ୍ରବଚକ ଆଲୋଚକ କିମ୍ବା କୌଣସି ଜ୍ଞାନୀ ନୁହେଁ, କେବଳ ମାତ୍ର ଭାଇ ଭଉଣୀମାନଙ୍କର ସ୍ନେହର ଶ୍ରଦ୍ଧାର ପାତ୍ର ହୋଇ ତାଙ୍କରି ଅନୁରୋଧ କ୍ରମେ କିଛି ଦୁଇ ପଦ କଥା କହେ। ମୁଁ କାମ କରିବା ପାଇଁ ଭଲ ପାଏ, ସେଥିପାଇଁ ତଣ୍ଟି ବି ପଡ଼ିଯାଇଛି ଆପଣମାନେ ଜାଣୁଥିବେ, କିନ୍ତୁ ଅଳ୍ପ କିଛି ମୁହୂର୍ତ୍ତ ପାଇଁ ମୁଁ କିଛି ତଥ୍ୟ ଦେବା ପାଇଁ ଏଠାରେ ଉପସ୍ଥିତ। ତା ପୁଣି ମୋର ପରମ ପୂଜ୍ୟ ଗୁରୁଦେବ ପ୍ରଭୁପାଦ ଶ୍ରୀ ଶ୍ରୀ ଗୁରୁସ୍ୱାମୀଙ୍କର ଅଖଣ୍ଡ ଆଶୀର୍ବାଦରେ, କରୁଣାର କଲ୍ୟାଣରେ ସେଥିରୁ ଯଦି କିଛି ଉଣା ହେବ ତେବେ ତା ବି ଆସିପାରିବ ନାହିଁ। ତେବେ ପ୍ରଭୁଙ୍କୁ କୋଟି କୋଟି ପ୍ରାର୍ଥନା କରିବି, ଯନ୍ତ୍ରୀ ତୁମେ ହୁଅ ଯନ୍ତ୍ରକୁ ଚଳାଅ, ସେ ଯନ୍ତ୍ରକୁ ଯେଭଳି ଭାବରେ ପରିଚାଳନା କରିବେ ଏ ଯନ୍ତ୍ର ସେମିତି ବାଜି ଉଠିବ ମାତ୍ର, ଅନ୍ୟଥା ଏ ଯନ୍ତ୍ରର ନା କୌଣସି ଶକ୍ତି ଅଛି ନା ସାମର୍ଥ୍ୟ ଅଛି ବାଜିବା ପାଇଁ। ତେଣୁ ଏ ସଜ୍ଜନ ମଣ୍ଡଳୀ, ପରିଚାଳକ ମହୋଦୟ ନିର୍ଦ୍ଦେଶ କଲେ ଏ ଯଜ୍ଞ ବିଷୟରେ ସମ୍ୟକ କିଛି କହିବା ପାଇଁ। ଏହା ପୂର୍ବରୁ କେତେ ବଡ଼ ବଡ଼ ବିଶିଷ୍ଟ ପ୍ରବଚକ ଆମର ସମ୍ମାନୀୟ ବିପିନ ଭାଇଙ୍କ ଠାରୁ ଆରମ୍ଭ କରି ଗତକାଲି କୁନି ପ୍ରବଚକ ବି ଥିଲେ, ଆଉ ଅନ୍ୟାନ୍ୟ ବି ଥିଲେ, ଆଉ ଆମର ସୁପର ସୋଲ୍ ସୁନୀଲ ବାବା ମଧ୍ୟ ଆପଣମାନଙ୍କୁ ଆଲୋଚନା କରିଛନ୍ତି। ସ୍ୱଳ୍ପ କିଛି କଥା ଏ ଅଧମ ଆଲୋଚନା କରିବ। ତେବେ ଭାଇ ଓ ଭଉଣୀମାନେ, ଯଜ୍ଞରୁ ସକଳ ଜିନିଷ ସୃଷ୍ଟି ଏ କଥା ଆପଣମାନେ ଜାଣିଛନ୍ତି, ଏ କିଛି କୌଣସି ନୂଆ କଥା ନୁହେଁ। ଏ ସୃଷ୍ଟି ଯଜ୍ଞରୁ ହେଇଛି। ତେଣୁ ଏ ମର୍ତ୍ତ୍ୟଧାମରେ ସୃଷ୍ଟିର ପ୍ରଥମ ଯଜ୍ଞ ଭଗବାନ ବ୍ରହ୍ମା ପରମ ପିତାଙ୍କ ନିର୍ଦ୍ଦେଶ ମତେ ଏ ମର୍ତ୍ତ୍ୟଭୂମିରେ ସମ୍ପନ୍ନ କରାଇଥିଲେ। ତା ପୁଣି କେଉଁଠି? ତାହା ହେଉଛି ପ୍ରୟାଗରାଜରେ। ପ୍ରୟାଗରାଜ, ପ୍ର ମାନେ ପ୍ରଥମ, ୟାଗ ମାନେ ଯଜ୍ଞ, ୟାଗ। ତେଣୁ ସୃଷ୍ଟିର ପ୍ରଥମ ଯଜ୍ଞ ପରମ ପିତାଙ୍କ ନିର୍ଦ୍ଦେଶ ମତେ ଏହି ମର୍ତ୍ତ୍ୟଭୂମିରେ ପ୍ରୟାଗରାଜ ଠାରେ ହେଇଥିଲା। ତେଣୁ ସେ ଯାଗଯଜ୍ଞ ହୁଏ ବିଶ୍ୱର କଲ୍ୟାଣ ପାଇଁ। ବିଶ୍ୱର କଲ୍ୟାଣ ନିମିତ୍ତ ଯାଗଯଜ୍ଞ ହୁଏ, ଯାଗଯଜ୍ଞ କରାଯାଏ। ଏବଂ ଯାଗଯଜ୍ଞର ଏଭଳି ମହିମା ତାକୁ ଆପଣମାନେ ପୁରାଣ ପୃଷ୍ଠାରୁ ପଢ଼ିକି ଜାଣିଥିବେ। ପୁଣି ଯଜ୍ଞର ଗୋଟେ ବିଶିଷ୍ଟତା ଅଛି, ଯଦି ଯଜ୍ଞ ବିଧି ଅନୁସାରେ ନ କରାଯାଏ ତେବେ ସେ ଯଜ୍ଞରେ ବିଘ୍ନ ମଧ୍ୟ ଘଟେ। ଏମିତି ବି କଥା ଅଛି, ଯେମିତିକି ଆପଣଙ୍କର ଉଦାହରଣ ଦେଇ କହିପାରିବି, ଯେତେବେଳେ ରାବଣ ଯଜ୍ଞ କରାଉଥିଲେ ସେତେବେଳେ ମନ୍ତ୍ର ପାଠରେ ଯା ଦେବୀ ସର୍ବଭୂତେଷୁ ଜାଗାରେ ଯେତେବେଳେ ହନୁମାନ ମାଛି ରୂପରେ ଯାଇ ବସି ପଡ଼ିଲେ ସେତେବେଳେ ଖା ଦେବୀ ସର୍ବଭୂତେଷୁ ହୋଇଯାଇଥିଲା ଏବଂ ତାଙ୍କର ବଂଶର ବିନାଶ ହେଇଥିଲା। ଯଜ୍ଞ ବିଧି ଅନୁସାରେ କଲେ ତାର ଫଳ ମଧ୍ୟ ପ୍ରଚଣ୍ଡ ଅକଳ୍ପନୀୟ, ଏବଂ ଯଦି ଅବିଧି ଅନୁସାରେ ହେଲା ତାର ଫଳ ମଧ୍ୟ ତଦନୁରୂପ ମିଳିଥାଏ। ଆପଣମାନଙ୍କର ମନେ ଥିବ ସତ୍ୟଯୁଗରେ ଯେତେବେଳେ ଆପଣଙ୍କର ବ୍ୟାସଦେବ ବିଶ୍ୱାମିତ୍ର ମନ୍ତ୍ର ଉଚ୍ଚାରଣ କରୁଛନ୍ତି, ଗର୍ଗମୁନି ସେ କ'ଣ କରୁଛନ୍ତି ନା କର୍ମକାଣ୍ଡ କରୁଛନ୍ତି, ଆହୁତି ପ୍ରଦାନ କରୁଛନ୍ତି। ସେତେବେଳେ କ'ଣ ହେଇଥିଲା ନା ଓଠ ଲାଗି ଯାଇଥିଲା ଏବଂ ମୋ ଉଚ୍ଚାରଣ ହେଇଯାଇଥିଲା। ଏବଂ ସେହି ସମୟରେ ଗର୍ଗମୁନି ଅଭିଶାପ ଦେଇଥିଲେ ଯେ କଳିଯୁଗରେ ମନ୍ତ୍ରର ପ୍ରଣବ ତତ୍ତ୍ୱ କ'ଣ ହେଲା ନା ଇଏ ପ୍ରଣବ ତତ୍ତ୍ୱରେ ବାଧା ଆସିଲା, ତେଣୁକରି ଏଠି ମନ୍ତ୍ର ସିଦ୍ଧ ହେଇପାରିବ ନାହିଁ। ଦେଖନ୍ତୁ ସତ୍ୟଯୁଗରେ ଏ କଥା ଘଟଣା ଘଟି ସାରିଛି। ତେବେ ସେତେବେଳେ ବି ମନ୍ତ୍ର ଉଚ୍ଚାରଣରେ ବି ଯଦି ସାମାନ୍ୟ ତ୍ରୁଟି ହୁଏ ବି ଯଜ୍ଞରେ ବିପରୀତ ଫଳ ଫଳେ। କେତେ ବଡ଼ କଥା ଚିନ୍ତା କରିବା। ତେଣୁ କଳିଯୁଗରେ ବି ମନ୍ତ୍ର ଶୁଦ୍ଧି ନାହିଁ କି ମନ୍ତ୍ର ସିଦ୍ଧି ହେଇପାରେ ନା। କାହିଁକି ନା ଆମେମାନେ ଯେଉଁ ମନ୍ତ୍ର ବି ଉଚ୍ଚାରଣ କରୁ ସେଥିରେ ପ୍ରଣବ ତତ୍ତ୍ୱ ଶୁଦ୍ଧି ହୋଇପାରେ ନା। ତେଣୁ ହେ ସଜ୍ଜନ ମଣ୍ଡଳୀ, କଥାକୁ ଶୀଘ୍ର ଆଲୋଚନା ଉପରକୁ ନେବା। ତେବେ ପ୍ରତ୍ୟେକ ବିଭାଗରେ ଯଦି ଯଜ୍ଞର ଯାଜ୍ଞିକ ଶୃଙ୍ଖଳା ନ ରହିଲା ତେବେ ସେ ଯଜ୍ଞରେ ବିପରୀତ କ୍ରିୟା ଫଳେ।
ଜଣେ ରାକ୍ଷସ ସିଏ ବି ଯଜ୍ଞ କରାଉଥିଲେ, ତାଙ୍କର ନାଁ ଟିକେ ମନେ ପଡ଼ୁନାହିଁ। ସେ ଯେତେବେଳେ ମନ୍ତ୍ରରେ ତ୍ରୁଟି ହେଲା ସେତେବେଳେ ବିପରୀତ ଫଳ ଫଳି ଯଜ୍ଞରେ ଆନନ୍ଦ ପରିବର୍ତ୍ତେ ସବୁଆଡ଼େ ଖାଲି ଘଡ଼ଘଡ଼ି ବର୍ଷା ଭଳିଆ ହେଇକିରି ସମସ୍ତ ଜିନିଷ ହଲିବାକୁ ଲାଗିଲା। ଏଭଳିଆ ଉଦାହରଣ ମଧ୍ୟ ଅଛି। ତେଣୁ ହେ ସଜ୍ଜନ ମଣ୍ଡଳୀ, ତେବେ ଯଜ୍ଞ କେମିତି ସିଦ୍ଧି ହେବ ଆପଣମାନଙ୍କୁ ସିଧାସଳଖ କହିବାକୁ ଚାହେଁ। ପ୍ରତ୍ୟେକ ଯଜ୍ଞ ହେଲା ମାନେ ଫଳ ସୁନିଶ୍ଚିତ। ଯଜ୍ଞ ଗୋଟିଏ ଫଳକୁ ଆଣିଦିଏ, ସୃଷ୍ଟି ପାଇଁ ଉତ୍ତମ ଫଳ ପ୍ରଦାନ କରେ। କିନ୍ତୁ ଅନେକ ଯଜ୍ଞରେ ବିଧି ଅନୁସାରେ ହେଲେ ତାହା ଉତ୍ତମ ଫଳ ଫଳିଥାଏ। କିନ୍ତୁ ଯେତେବେଳେ ସୃଷ୍ଟିର ଶ୍ରେଷ୍ଠ ଯଜ୍ଞ ଗୁଡ଼ାକ ହୁଏ ସେତେବେଳେ ନିଜେ ଯୁଗାନୁପାତରେ ଯୁଗ ଅନୁବାଦରେ ନିଜେ ଯୁଗ ପୁରୁଷ ଉପସ୍ଥିତ ରହି ସେ ଯଜ୍ଞକୁ ସିଦ୍ଧ କରିଥାନ୍ତି। ଯେମିତି ତ୍ରେତୟା ଯୁଗରେ ନିଜେ ଭଗବାନ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞରେ ଉପସ୍ଥିତ ରହି ସେ ଯଜ୍ଞକୁ ସିଦ୍ଧ କରାଇଲେ ଏବଂ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ପ୍ରଭାସ ଯଜ୍ଞରେ ଉପସ୍ଥିତ ରହି ସେ ଯଜ୍ଞକୁ ସିଦ୍ଧ କରାଇଥିଲା। ଠିକ୍ ସେଭଳି ଏ କଳି ଯୁଗରେ ନିଜେ ଚରମ ପୁରୁଷ ସ୍ଥୂଳରେ ଉପସ୍ଥିତ ରହି ନିଜର ଚରମ ଚୈତନ୍ୟ ଯଜ୍ଞ ପ୍ରଥମ ଚାରୋଟି ସେ ସବୁକୁ କ'ଣ କରିଥିଲେ ନା ସୃଷ୍ଟିର କଲ୍ୟାଣ ପାଇଁ, ସୃଷ୍ଟିର ମଙ୍ଗଳ ପାଇଁ ସେଥିରେ ସେ ନିଜେ ଉପସ୍ଥିତ ହେଉଥିଲେ। ଯେତେବେଳେ ସ୍ରଷ୍ଟା ଯଜ୍ଞରେ ଉପସ୍ଥିତ ହେବେ ସେତେବେଳେ ଯେକୌଣସି ଭୁଲ ତ୍ରୁଟି ଯାହା ଥିଲେ ବି ତାହା ସିଦ୍ଧିରେ ପରିଣତ ହୋଇଯିବ, କାରଣ ସେ ନିଜେ ଉପସ୍ଥିତ ରହୁଥିଲେ। ତେଣୁ ଯେତେ ଦୋଷ ତ୍ରୁଟିକୁ ସେ ସବୁ ଗ୍ରହଣ କରିନେଉଥିଲେ, ସେ ଯଜ୍ଞର ପୂର୍ଣ୍ଣତା ଆସିଯାଉଥିଲା, ସେ ଯଜ୍ଞର ଫଳ ବିଶ୍ୱ ପାଇଁ କଲ୍ୟାଣକର ହେଇଯାଉଥିଲା। ତେବେ ହେ ସଜ୍ଜନ ମଣ୍ଡଳୀ, ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ, ବର୍ତ୍ତମାନ ତ ଠାକୁରେ ସ୍ଥୂଳରେ ନାହାନ୍ତି, ତେବେ ବର୍ତ୍ତମାନ ଯେତେ ଯାଗ ଯଜ୍ଞ ସେ କ'ଣ ଫଳସିଦ୍ଧ ହେଇପାରିବ? ସୃଷ୍ଟି ବିଶ୍ୱ ପାଇଁ ସେ କ'ଣ କଲ୍ୟାଣକାରୀ ସାବିତ ହେଇପାରିବ? ହେ ସଜ୍ଜନ ମଣ୍ଡଳୀ, ସେଇଥିପାଇଁ ପ୍ରଭୁ ଆଜିକି 2015 ମସିହାରୁ ଆଜି ନିଜର ସମ୍ପୂର୍ଣ୍ଣ ମାନବୀୟ ଲୀଳା, ସମ୍ପୂର୍ଣ୍ଣ ମାନବ ଶରୀରକୁ ଆଜି ସ୍ଥୂଳରୁ ସୂକ୍ଷ୍ମକୁ, ପ୍ରପଞ୍ଚରୁ ଅପ୍ରପଞ୍ଚକୁ ଆଜି ନିଜେ ସ୍ରଷ୍ଟା ନିଜକୁ ଲୁଚେଇ ଦେଲେ ଏବଂ ସମଗ୍ର ସୃଷ୍ଟିକୁ ସେ ପାଦମୟ କରିଦେଲେ, ପାଦ ପ୍ରଦାନ କରିଦେଲେ, ପାଦୁକା। ଏବଂ ସେ ଶ୍ରୀପାଦୁକା ଯଦି ଆଜି ଆସିନଥାନ୍ତେ ତେବେ ଏ ସମସ୍ତ ଜୀବକୁଳ ଉଦ୍ଧାର ହେଇକି ଯିବାଟା ଅସମ୍ଭବ ହୋଇଥାନ୍ତା। କାରଣ ଏ କଳିଯୁଗରେ ପାଦ ହିଁ ସମସ୍ତଙ୍କୁ କ'ଣ କରିବ ନା ସେ ଶ୍ରୀପାଦ ହିଁ ମୁକ୍ତି ମୋକ୍ଷ ନିର୍ବାଣ ପ୍ରଦାନ କରିବ, ସେ ପାଦ ହିଁ ସମସ୍ତଙ୍କୁ ମୁକ୍ତି ପ୍ରଦାନ କରିବ। ତେଣୁ ହେ ସଜ୍ଜନ ମଣ୍ଡଳୀ, ଆଜି ଠାକୁରେ କେବଳ ସ୍ଥୂଳ ଜଗତରେ ନୁହନ୍ତି, ଆମେ ଜାଣିଥିବା ଭକ୍ତମାନଙ୍କ ଭିତରେ ନୁହନ୍ତି, ଆମେ ନ ଜାଣିଥିବା ଅନେକ ମୁନି ଋଷି ସାଧୁ ସନ୍ଥ କେତେ ଜଣକୁ ଶ୍ରୀପାଦୁକା ପ୍ରଦାନ କରିସାରିଛନ୍ତି। ତତ୍ପରେ ପରେ ଇଏ ହେଲା ସ୍ଥୂଳ ଜଗତର କଥା। ତାପରେ ସୂକ୍ଷ୍ମ ଜଗତରେ ମଧ୍ୟ ପ୍ରଭୁ ଶ୍ରୀପାଦୁକା ପ୍ରଦାନ କରିଛନ୍ତି, କାରଣ ଜଗତକୁ ମଧ୍ୟ ପ୍ରଭୁଙ୍କର ଶ୍ରୀପାଦୁକା ପ୍ରଦାନ ହେଇଛି। ତେଣୁ ଏ ସଜ୍ଜନ ମଣ୍ଡଳୀ, ଆଜି ବିଶେଷ ଭାବରେ ବିଶ୍ୱରୂପା ଶାକ୍ତ ମହାଯଜ୍ଞ ପ୍ରଭୁଙ୍କର ଏଠି ଯେଉଁ ହେଉଛି, ସେ ବିଶ୍ୱରୂପା ଶାକ୍ତ ମହାଯଜ୍ଞ ଆଜି ପ୍ରଭୁଙ୍କର ନିର୍ଦ୍ଦେଶ ମତେ ଆଜି ପଞ୍ଚସଖାଙ୍କ ମାଳିକା ପ୍ରବାଦୀୟ ଯଜ୍ଞ ଏଠି ସଂଗଠିତ ହେଇ ଚାଲିଛି। ହେ ସଜ୍ଜନ ମଣ୍ଡଳୀ, ଆଜି ପ୍ରଭୁ ସ୍ଥୂଳରୁ ସୂକ୍ଷ୍ମ ହେଇଗଲେ, କିନ୍ତୁ ସ୍ଥୂଳରୁ ସୂକ୍ଷ୍ମ ହେବା ସତ୍ତ୍ୱେ ଆଜି ଯାଗଯଜ୍ଞ ଯେତେବେଳେ ପ୍ରଭୁ ସ୍ଥୂଳରୁ ସୂକ୍ଷ୍ମ ହେଲେ ସେତେବେଳେ ଆମେ ସମସ୍ତେ ଚିନ୍ତା ପ୍ରକଟ କଲେ ଯେ ଆଉ ପ୍ରଭୁଙ୍କ ନିର୍ଦ୍ଦେଶିତ ଯଜ୍ଞ ଅଛି ନା ନାହିଁ। ଏ କଥାକୁ ନେଇକି ଆମେ ସମସ୍ତେ ଭ୍ରମରେ ପଡ଼ିଥାନ୍ତି। ହେ ସଜ୍ଜନ ମଣ୍ଡଳୀ, ମୁଁ ଏ କଥା ଆପଣମାନଙ୍କୁ ପୁରା ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଠାକୁରେ ଯେତେବେଳେ ସ୍ଥୂଳରୁ ସୂକ୍ଷ୍ମ ପରିବର୍ତ୍ତନ ହେଲେ ସେତେବେଳେ ଗୋଟିଏ କଥା କହିଲେ ଯେ ସ୍ଥୂଳ ଠାରୁ ସୂକ୍ଷ୍ମ ଶକ୍ତି ପୁଣି କୋଟିଏ ଗୁଣ। ସ୍ଥୂଳରୁ ସୂକ୍ଷ୍ମ ଶକ୍ତି କୋଟିଏ ଗୁଣ ପ୍ରତିଟି କ୍ଷେତ୍ରରେ, ଗୋଟିଏ କ୍ଷେତ୍ରରେ ନୁହେଁ, ଚେତନାର କ୍ଷେତ୍ରରେ। ଆଜି କାହା ନା କାହା ମାଧ୍ୟମରେ ପ୍ରଭୁ ଚେତନା ଶକ୍ତିକୁ ବଢ଼େଇ ସେଇ ପ୍ରେରଣା, ଅବ୍ୟକ୍ତର ପ୍ରେରଣା
आज कहारी माध्यम गोटे रूप नहीं ए धरापृष्ठ प्रभुंक द्वारा प्रणीत प्रभुंक द्वारा निर्देशित जाग यज्ञ आज धरापृष्ठ हो जाऊँगी विश्वर कल्याण पाई। ए कथा आमको संदेह पकाऊ जे आज ठाकुर तो नहांती आज जाग यज्ञ हेब केमिति। ए अधम गोटे छोट कथा आपन को कहीदेवा चाहे जेते बेले कुसुमी रे कुचिंडा कुसुमी रे घृत स्नान है सेते बेले आमे Gurusan, gurusan, gurusan. Bisa, bisa, mira, navega, para, para. Gora hoi thate milito nathile tuma darsana pratapha lakha kala sena apna rango ନାଇଁ ଏଇଟା ବଇଛି